ମାର୍ଚ୍ଚ ମାସ 8 ତାରିଖ ରବିବାର ଅର୍ଥାତ୍ ଆଜିକାର ପାଣିପାଗ ଖବର ଆସିଯାଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର 22ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଆଉ ବାକି ରହିଥିବା 4ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆସନ୍ତୁ ନଜର ପକାଇବା ପାଣିପାଗ କେନ୍ଦ୍ରର କ'ଣ ରହିଛି ସୂଚନା ଆଉ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେଉଁ କେଉଁ 22ଟି ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ବିଜୁଳି ସାଙ୍ଗକୁ ପବନ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବାକି ରହିଥିବା 4ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ସହିତ ପବନ ବହିବ, ଯାହାର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ଝଟକା ପବନ ବହିବ। ତେଣୁକରି ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ତେବେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଓଡ଼ିଶା ଏବଂ ଓଡ଼ିଶା ପଡ଼ୋଶୀ ଉପରେ ସମୁଦ୍ର ପତନଠାରୁ 1.5 କିଲୋମିଟର ପର୍ଯ୍ୟନ୍ତ ଉପର ଘୂର୍ଣ୍ଣିବଳୟ ଜାରି ରହିଛି ଏବଂ ଉପରୋକ୍ତ ଘୂର୍ଣ୍ଣିବଳୟ ପରିସରରୁ ଉତ୍ତର ପୂର୍ବ ଆନ୍ଧ୍ରପ୍ରଦେଶ ଦେଇ ସମୁଦ୍ର ପତନଠାରୁ 0.9 କିଲୋମିଟର ଉଚ୍ଚରେ ଥିବା ଟ୍ରପ୍ ଲାଇନ୍ ଜାରି ରହିଛି। ଏହା ସହିତ ଉପରୋକ୍ତ ଘୂର୍ଣ୍ଣିବଳୟ ଓଡ଼ିଶା ଏବଂ ପଡ଼ୋଶୀ ଉପରେ ତେଲେଙ୍ଗାନା ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଂଶ ଦେଇ ଉପକୂଳ କାମାଟାକା ପର୍ଯ୍ୟନ୍ତ ସମୁଦ୍ର ପତନଠାରୁ 0.9 କିଲୋମିଟର ଉଚ୍ଚରେ ଆଉ ଏକ ଟ୍ରପ୍ ଲାଇନ୍ ଜାରି ରହିଛି। ଏହାର ପ୍ରଭାବରେ ଘଡ଼ଘଡ଼ି ବର୍ଷା ବିଜୁଳି ସହିତ ପବନ ବହିବ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା କେଉଁ 22ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ଆଉ କେଉଁ 4ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା କେଉଁ 22ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ବିଜୁଳି ଏବଂ ପବନ ବହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି ରହିଥିବା ବେଳେ ଏହାପରେ 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ରହିଥିବା ବେଳେ 4ଟି ଜିଲ୍ଲାରେ ପାଗ ଶୁଖିଲା ରହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ରହିଥିବା ବେଳେ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଏବଂ ଆପଣଙ୍କ ଜିଲ୍ଲାରେ ପାଗ କିପରି ରହିଛି ତାହା କମେଣ୍ଟ କରିବା ପାଇଁ ଜମାରୁ ଭୁଲନ୍ତୁ ନାହିଁ ଏବଂ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ।